ଭଲ ନା ଆଉ। नमस्कार, गुड मॉर्निंग, जय आरसीएम। सुप्रभात समस्तଙ୍କୁ ବହୁତ ବହୁତ ଧନ୍ୟବାଦ। ମୋବାଇଲ ପାଖରେ ନମସ୍କାର ଜୟ ସିଂ ସାର୍। जय आरसीएम, जय आरसीएम। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଆପଣମାନଙ୍କୁ ଏ ଗୁରୁକୁଳ ଶାଖାରେ ସ୍ୱାଗତ। ଆଜି ଗୁରୁକୁଳରେ ଆମେ ଯାହା ଶିଖିଲେ ଆମେ ଆଜି ତାକୁ ନିଜେ ଆନାଲିସିସ୍ କରିବା, ନିଜେ ନିଜ ବିଚାରରେ ଆମେ କହିବା। ତ ସେଥିଲାଗି ଏ ସେସନ୍ ହଉଛି। ତ ମୁଁ ଆଶା କରୁଛି ଆପଣମାନଙ୍କଠୁ କି ଧୀରେ ଧୀରେ ଅଧିକ ଅଧିକରୁ ଅଧିକ ଶାନ୍ତି ଆସିଲେ ଆମେ ଏ, ଯୋଉ ଗ୍ରୋଥ ଉପରେ ଆଜି ଟିସି ସାର୍ ଏତେ ବଢିଆ ଭାବରେ ଚିନ୍ତା କଲେ। ତ ଆମେ ଗ୍ରୋଥକୁ ଆମେ ଆପଣେଇ ପାରିବା ଜୀବନରେ ବହୁତ ବଡ ଆମେ ଆଗକୁ ବଢିପାରିବା। ତ ମ, ତ ନିହାତି ନିଶ୍ଚିତ ରୂପରେ ଆମେ ନିଜକୁ ଗ୍ରୋଥ ଗ୍ରୋଥ ଉପରେ ଆମେ ଆଗେଇ ଯିବା। ଆ, ଆଜି ବହୁତ ଖୁସିର ବିଷୟ, ଆଜି ଆମର ରୟାଲଟି ଆଚିଭର ମିଷ୍ଟର ତନ୍ମୟ ବାବୁ ଆସିଛନ୍ତି ଆଜି। ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଚିନ୍ମୟ ବାବୁ ବି ଆସିଛନ୍ତି, ମିନତି ମ୍ୟାଡାମ ବି ଅଛନ୍ତି, ମିତାଞ୍ଜଳି ମ୍ୟାଡାମ, ଗୁରୁଦେବ ଚାନ୍ଦ ସାର୍, ଚିତ୍ତରଞ୍ଜନ ତ୍ରିପାଠୀ ସାର୍, ନମିତା ମ୍ୟାଡାମ, ଶର୍ମିଷ୍ଠା ମ୍ୟାଡାମ ଖୋର୍ଦ୍ଧାରୁ, ସୁକାନ୍ତ ମହାନ୍ତି ସାର୍ ଢେଙ୍କାନାଳରୁ। ବହୁତ ବଢିଆ। ଆଜିର ଡିସ୍କସନ ଆମେ ଯାହା ଡିସ୍କସନ ଆମେ କରିଛେ, ଯାହା ଆମେ ଶୁଣିଲେ ତା ଉପରେ ଆମେ ଆଗକୁ ବଢିବା। ତ ଆଜି ପୁରାକୁ ପୁରା ଯୋଉ ଡିସ୍କସନ ଆମର ଥିଲା, ଆରତି ଅପା ଆପଣଙ୍କ ନାଁ କହିପାରିଲେନି ସରି। ମତେ ଭୁଲିଗଲେ। ନା ନା, ଆପଣଙ୍କୁ ଭୁଲିନି। ଆପଣ ଚିନା ବ୍ରାହ୍ମଣ। ଆ, ଚିନା ବ୍ରାହ୍ମଣ, ଆପଣଙ୍କ ପଇତା ଆଉ ଦରକାର ନାହିଁ। ଓକେ, ଥ୍ୟାଙ୍କ ୟୁ। ଆଜି ଆମେ ଯୋଉ ଡିସ୍କସନ ଆଜି ଆମେ ଶୁଣିଲେ, ଆଜିର ଡିସ୍କସନ ଆମ ଲାଇଫରେ ଗୋଟେ ବହୁତ ବଡ ରୂପ ଆମେ ନେଇପାରିବା, ବହୁତ ବଡ ରୂପ। ତ ଆଜି ଗେସେସ ର ଫର୍ମୁଲାରେ ଆଜି ସ୍ୱୟଂ କି ଖରିଦି ସେଲ୍ଫ ପରଚେଜ, ତା ଉପରେ ଆଜି ଡିସ୍କସନ ଆଜି ହେଲା। ସମସ୍ତେ ବି ସମସ୍ତଙ୍କର ମତ ବି ରଖିଲେ। ତ ଚାରିଟି ପଏଣ୍ଟ ଆମେ ତା ଭିତରେ ରହୁଛି, ଯୋଉଟା କି ହାତକୁ ହାତ ବିଲ୍ କରିବା। ସାଙ୍ଗେ ସାଙ୍ଗେ ଯେତେବେଳେ ବି ପରଚେଜ କଲେ ସାଙ୍ଗେ ସାଙ୍ଗେ ଆମେ ବିଲ୍ କରିବା। ଇଏ ଗୋଟେ ବହୁତ ବଡ ଆଦତ, ଯୋଉଥିରେ କି ଆମକୁ ଆଗକୁ ବଢିବାରେ ହେଲ୍ପ କରେ। ଅ, ଏମିତି ବେଳେ ବେଳେ ବି ହୁଏ, ଆପଣମାନେ ବି ନିଜେ ଫିଲ୍ କରିଥିବେ, ମୁଁ ବି ନିଜେ ଫିଲ୍ କରେ। ଅ, ଆମେ ପରଚେଜ କରିଥିବା କିନ୍ତୁ ଆମେ ହ୍ୟାଣ୍ଡବିଲରେ ପରଚେଜ କରିଥିବା, ମନେ ନଥିବ ପରଚେଜ କରିବା ପାଇଁ, ମାନେ ବିଲ୍ କରିବା ପାଇଁ। କିନ୍ତୁ ଦେଖିଲା ବେଳକୁ ମାସ ଶେଷ ହେଇଯାଇଥିବ, ଆମର ସେ ମାସରେ ବିଲିଂ ହେଇନଥିବ। ଯଦି ସ୍ଲାବ ବି ଲାଗିଥିବ ଆମକୁ କମିଶନ ବି ଆସିବନି। ଆଉ ଦ୍ୱିତୀୟ କଥା, ସେକେଣ୍ଡ ପଏଣ୍ଟ, ସେ ଜାଗାରେ ଆମେ ଯଦି ସାଙ୍ଗେ ସାଙ୍ଗେ ବିଲିଂ କଲେ ସାମ୍ନା ବାଲା ଲୋକର ଅମ୍, ଗୋଟେ ମୋବାଇଲକୁ ମେସେଜ ବି ଆସିଯିବ, ତାଙ୍କ ହ୍ୱାଟ୍ସଆପକୁ ଆମେ ବିଲ୍ ବି ପଠେଇ ଦେଇ ପାରିବା। ତ ତାର ଗୋଟେ ବିଶ୍ୱାସ ଆସିଯିବ ଯେ ସାଙ୍ଗେ ସାଙ୍ଗେ ଆମେ ପରଚେଜ କଲେ। ତ ଲୋକଙ୍କର ଯଦି ବିଶ୍ୱାସକୁ ଜିତି ପାରିଲେ ଆମେ ବହୁତ କିଛି କରିଦେଇ ପାରିବା। ତ ସେଥିଲାଗି ଆମକୁ ପ୍ରତ୍ୟେକ ଦିନ ଆମେ ଯେତେବେଳେ ବି ବିଲିଂ ହଉଛି, ଚାହେ 2 ଟଙ୍କାର ବି ହଉ। ମୁଁ ତ ମନେ ଅଛି ଯେତେବେଳେ ଆମେ ନୂଆ ନୂଆ ଅନଲାଇନ ନୂଆ ନୂଆ ବିଲିଂ ଷ୍ଟାର୍ଟ ହେଲା, ତ ସେତେବେଳେ 100 ଟଙ୍କା ନହେଲେ ବିଲିଂ ହଉନଥିଲା। କିନ୍ତୁ ଟିସି ସାର୍ ତାକୁ, ମାନେ ଟଙ୍କାଏ ବି ହେଲେ ବି ତାକୁ ବିଲିଂ କରିବାର ଅପସନ ବି ଦଉଛନ୍ତି। ତ ସେଥିଲାଗି ଚାହେ ଡିସପ୍ଲେ ୱାଲ ଯୋଉମାନଙ୍କର ବି ଅଛି, ପିକଅପ୍ ସେଣ୍ଟର ଯୋଉମାନଙ୍କର ବି ଅଛି, ନିଶ୍ଚିତ ରୂପରେ ୟାକୁ ସହଯୋଗ କରିବା ନିହାତି ଦରକାର, ସାଙ୍ଗେ ସାଙ୍ଗେ ବିଲିଂ କରିବା ନିହାତି ଦରକାର। ହୁଏତ ମାସର ଶେଷ ସମୟ ବେଳକୁ ଆମେ ଯଦି ପେଣ୍ଡିଂ କରିକି ରଖିଦେଇଥିବା, ଆମର କିଛି ଆମର ପର୍ସନାଲ କିଛି ପ୍ରୋବ୍ଲେମ ଆସିଗଲା, ତ ଆମେ ବିଲିଂ କରିପାରିଲେନି, ତ ବହୁତ ସାରା ଲୋକଙ୍କର ସ୍ଲାବ ବି ଚାଲିଯିବ। ଯାହାର 6th ମନ୍ଥ କନସିଷ୍ଟାନ୍ସି ଥିବ, ତାର ପୁରା ପକ୍କା 5 ମାସର ଯୋଉ ପରଚେଜ କରିଥିବ ସିଏ ବି ପାଣିରେ ପଡିଯିବ। ତ ସେଥିଲାଗି ହାତକୁ ହାତ ବିଲିଂ କରିବା ନିହାତି ଦରକାର। ଅନଲାଇନ ପରଚେଜ ଉପରେ ଶିଖିବା ନିହାତି ଦରକାର। ବହୁତ ସାରା ଜିନିଷ ଆମକୁ ଆମ ସେବା କେନ୍ଦ୍ରରେ ଆମକୁ ମିଳୁନି। ତ ସେଥିଲାଗି ଆମେ ଅନଲାଇନ ପରଚେଜ କରିବା ଦ୍ୱାରା ଆମକୁ ଆମେ ବହୁତ ସାରା ଜିନିଷକୁ ଡାଇରେକ୍ଟ ଆମ ଘରକୁ ଆମେ ପାଇଯାଇ ପାରିବା। ସେଥିଲାଗି ଅନଲାଇନ ପରଚେଜ ନିହାତି ଦରକାର। ତୃତୀୟ କଥା, 100% ପ୍ରଡକ୍ଟ ୟୁଜ୍। ଯଦି ଆମେ 100% ପ୍ରଡକ୍ଟ ୟୁଜ୍ ନ କରୁଛେ, ତାହେଲେ ଆମେ ଲୋକଙ୍କୁ କଣ କହିବା? ତ ପ୍ରତ୍ୟେକଟି ଜିନିଷ ନିଜ ଘରକୁ ନିଜେ ଆମେ ୟୁଜ୍ କରିବା ନିହାତି ଦରକାର। ଆଉ ସବୁଠୁ ବଡ କଥା, ଯେ ପ୍ରତ୍ୟେକ ମାସରେ ବଢେଇ ବଢେଇକି ପରଚେଜ କରିବା। ଏ ମାସରେ ସପୋଜ
ମୁଁ 2,500 ସ୍ଲାବ ରଖିଛି କିମ୍ବା 5,000 ସ୍ଲାବ ରଖିଛି କିମ୍ବା 1,500 ରଖିଛି, ତ ସେ ଜାଗାରେ ମୁଁ ଯଦି ଦେଖିବି ଯେ ଆର ମାସରେ ଆଉ ଟିକେ ଅଧିକ ପରଚେଜ କରିବା, ତାପର ମାସରେ ଆଉ ଟିକେ ଅଧିକ ପରଚେଜ କରିବା, ଯୋଉମାନଙ୍କର 1,500 ଲେଖେ ପିଭି କଣ୍ଟିନ୍ୟୁ ହଉଛି, ଯଦି କିଛି କିଛି ତାଙ୍କର ବଢି ବଢି ଚାଲିଲା, ଅଳ୍ପ କିଛି କିଛି ବଢି ବଢି ଚାଲିଲା, ତ ସେଠି ତାଙ୍କର ଆସନ୍ତା ଯୋଉ ଟର୍ମକୁ ହୁଏତ ତାଙ୍କର 2,500 ବି ହେଇଯାଇପାରିବ, 3,000 ବି 5,000 ବି ହେଇଯାଇପାରିବ, ଧୀରେ 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 ବଢିଯିବ। ଆଜି ଟିସି ସାର୍ ବଢିଆ ଗୋଟେ ଏକ୍ଜାମ୍ପଲ ଆମକୁ ଦେଲେ ଯେ କମ୍ପାନୀ ଯଦି ଯାହା ସବୁ କରିଛି ଆଉ କିଛି କରନ୍ତାନି, ରୂପାନ୍ତରଣ ଯାତ୍ରା ଯୋଉ କଲେ କିମ୍ବା ଆଉ କିଛି ନୂଆ କିଛି କମ୍ପାନୀ କିଛି କରନ୍ତାନି, ଆଗକୁ କିଛି ବଢନ୍ତାନି, ତାହେଲେ ଆମକୁ ବି ଭଲ ଲାଗନ୍ତାନି। କମ୍ପାନୀ ଯଦି ବଢୁଛି ତାହେଲେ ସେ ସଂସ୍ଥାରେ ଆମେ ଅଛେ, ତାହେଲେ ଆମେ ବି ଆଗକୁ ବଢି ଚାଲିବା। ଦ୍ୱିତୀୟ କଥା, ମୁଁ ଆଉ ଗୋଟେ ଟେକ୍ନିକାଲ ଜିନିଷ ଆପଣଙ୍କୁ କହିବାକୁ ଚାହେଁ। ସପୋଜ ଆମେ ପରଚେଜ କରୁଛେ 2,500 ପିଭିର ପରଚେଜ କରୁଛେ ପ୍ରତି ମାସରେ। କୋଉ ମାସରେ ଏବେ ଧରନ୍ତୁ ୱିଣ୍ଟର ସିଜନ ଆସିଗଲା, ଆମେ କିଛି ଜ୍ୟାକେଟ କିମ୍ବା ୱିଣ୍ଟର ସଲ୍ୟୁସନ ଯାହା ଆମେ କମ୍ପାନୀରୁ ମଗେଇଲେ, ଅନଲାଇନରେ ମଗେଇଦେଲେ, ମଗେଇ ସାରିଲା ପରେ ସେ ଆମର ଦେଖିଲା ବେଳକୁ ସେ ପିଭି ଆମର 5,000 ହେଇଗଲା। ମନ ଭିତରେ ଆସୁଛି ଯେ ଏଇଟା 5,000 ପିଭି ହେଲା, କନସିଷ୍ଟେନ୍ସ ତ ମିଳିବନି। କିନ୍ତୁ ଦ୍ୱିତୀୟ କଥା, ମୁଁ ସେଥିଲାଗି ଆଜି ହ୍ୟାଣ୍ଡରେଜ ବି ମୁଁ କରିଥିଲି, ସେ ଟେକ୍ନିକାଲ ଜିନିଷ ରୁଟ୍ କଜ୍ ଉପରେ ଆମେ ଯିବା ଦରକାର। କିନ୍ତୁ ଦ୍ୱିତୀୟ କଥା, ଯଦି 5,000 ହେଇଗଲା, ଟିସି ସାର୍ ଆଜି କାଲକୁଲେସନ କରିକି ଦେଉଥିଲେ 30-40 ଟଙ୍କା ତ ଲସ୍ ହବ ତ ହବ, କିନ୍ତୁ ଲାଭ କଣ ହବ ସେଇଟା ଦେଖନ୍ତୁ। ଲାଭ ହବ କଣ ନା, ଆମର ଯୋଉ ପରଫର୍ମାନ୍ସ ବୋନସ ଅଛି, 5,000ରେ 2%, 10,000ରେ 4.5%, ଆମେ ସେଇ ପରଫର୍ମାନ୍ସ ବୋନସର ସେଇ ଯୋଉ ସ୍ଲାବରେ ଆମେ ପହଞ୍ଚାଇ ପାରିବା। ଯଦି 2% ବି କାଲକୁଲେସନ ହଉଛି, 100 ରୁପିଜ ବି ଆମକୁ 30 ଟଙ୍କା ସିନା ଲସ୍ ହେଲା, କିନ୍ତୁ 100 ଟଙ୍କା ଆମର ପ୍ରଫିଟ ହେଲା। ତ ସିଏ ବି ଗୋଟେ ବହୁତ ବଡ କଥା। ତ ସେଥିଲାଗି ଆମେ ଟିମରେ ଶିଖେଇବା ନିହାତି ଜରୁରୀ। ଆଉ ତା ଛଡା ଆମେ ଯୋଉ ନିଜେ ଯୋଉ ପରଚେଜ କରୁଛେ, ପ୍ରତି ମାସରେ କିଛି ନା କିଛି କିଛି ନା କିଛି କିଛି ନା କିଛି ଇଏ ଗୋଟେ ଅଭ୍ୟାସରେ ଆମର ଆସିଯାଉଛି, ଯୋଉ ଅଭ୍ୟାସ ଦ୍ୱାରା କି ଆମେ ସ୍ଲାବ ବି ମେଣ୍ଟେନ କରିପାରୁଛେ। କୋଉ କୋଉ ମାସରେ ସପୋଜ ଆମେ ଅଧିକ ପରଚେଜ କରିଛେ, କିନ୍ତୁ ଦେଖିଲା ବେଳକୁ ମୁଁ ବହୁତ ସାରା ସାଥୀଙ୍କର ଏମିତି ବି ଦେଖିଛି, ପ୍ରାକ୍ଟିକାଲି ଦେଖିଛି ଯେ ସେମାନେ ସେ ମାସରେ ଟିକେ ଅଧିକ ପରଚେଜ କରିଛନ୍ତି, କିନ୍ତୁ ଦେଖିଲା ବେଳକୁ ତାଙ୍କ ପାଖରେ ସ୍ଲାବ ଲାଗିଯାଇଛି। ତ କାହାର 1,15,000 ସ୍ଲାବ ଲାଗିଯାଇଛି, କାହାର 70,000 ସ୍ଲାବ ଲାଗିଯାଇଛି, କାହାର 40,000, କାହାର ମୁଁ ତ ମ୍ୟାକ୍ସିମମ୍ ଟାଇମ ଦେଖେ ସୁଭାଷ ସାରଙ୍କର ଆମର 2,60,000, 3,50,000 ଇଏ ସ୍ଲାବ ବି ଲାଗିଯାଏ। ତ ଇଏ ୟା ଦ୍ୱାରା ଆମର ସ୍ଲାବ ଲାଗିଗଲେ ଅଧିକ କମିଶନ ବି ଆମେ ଆଣିପାରିବା, ଲୋକଙ୍କୁ ଶୋ ବି ଆମେ କରିପାରିବା। ତ ୟା ଉପରେ ଆମେ ଆଜି ସ୍ୱୟଂ କି ଖରିଦାରୀ ଯୋଉ ଉପରେ ଆଜି ଗୁରୁକୁଳରେ ଆମେ ଆଲୋଚନା ହେଲା, ତ ତାର ଯୋଉ 4ଟି ପଏଣ୍ଟ ଅଛି, ତ ଇଏ 4ଟି ପଏଣ୍ଟ ଆପଣ ଟିକେ ଲେଖି ନିଅନ୍ତୁ। ହାତକୁ ହାତ ବିଲିଂ କରିବା, ଅନଲାଇନ ପରଚେଜ କରିବା, 100% ପ୍ରଡକ୍ଟ ୟୁଜ କରିବା, ପ୍ରତ୍ୟେକ ମାସରେ ଆମେ ବଢେଇ ବଢେଇ ପରଚେଜ କରିବା। ଇଏ ଓଡ଼ିଆରେ ବି ମୁଁ ଆପଣଙ୍କୁ କହିଦେଲି, ୟାକୁ ଲେଖନ୍ତୁ। ଆଉ ୟାରି ଉପରେ ହିଁ ଆଜି ଆମେ ଡିସ୍କସନ କରିବା। ତ ଫାଷ୍ଟ ଅଫ୍ ଅଲ୍ କାହାକୁ ଡାକିବା? ଆରତି ଅପାଙ୍କୁ। ମ୍ୟାଡ଼ାମ ଅପା। ଜୟ ଆସିଏମ୍। ଆଜି ଗୁରୁକୁଳରେ ଯୋଉ ଗ୍ରୋଥ ଉପରେ ଖାଲି ଆଲୋଚନା ହେଲା, ତ ଆମେ ଭାବୁଛୁ ଆମେ ଡାଇମଣ୍ଡ କ୍ଲବ କରୁଛୁ 5,000 ବିଭି, ଆଉ ଅଧିକା ଯଦି ବି ଆସିଲା ଅର୍ଡର ତାକୁ ରଖିଦିଅ, ଆର ମାସରେ କରିବା। ଏଇଟା ଠିକ ନୁହଁ। ମୁଁ ସବୁବେଳେ ମୋ ଟିମରେ ସମସ୍ତଙ୍କୁ କୁହେ, ମୁଁ ବି ମୋର 6,000 ଉପରେ ହେଇଗଲାଣି, ସେ କଥା କିଛି ନାହିଁ। ମୋ କହିବା କଥା, ଆମର ଯୋଉମାନେ ୱାର୍ଲ କରିଛନ୍ତି ମୋ ତଳେ 2 ଜଣ, ତାଙ୍କୁ ବି ମୁଁ ସବୁବେଳେ ବୁଝାଏ, ତମକୁ ଯୋଉମାନେ ଅର୍ଡର କରୁଛନ୍ତି ତମେ ତାକୁ ସାଙ୍ଗେ ସାଙ୍ଗେ ବିଲ୍ କର, ତାକୁ ପକେଇକି ରଖନା। ସେ ଲୋକ ତମକୁ କହିଦେଇଗଲା ମୋର ଏତିକି କିଣିଲି, ଏତିକି ମୋର ବିଲିଂ କରିଦିଅ, ଆଉ ଏତିକି ରଖିଥା ଆର ମାସକୁ ପକେଇବ। ଏଇଟା ଭୁଲ, ରଙ୍ଗ ଡିସିସନ। ମୁଁ ସବୁବେଳେ କହିଛି, ଯୋଉମାନେ ଅର୍ଡର କରୁଛନ୍ତି ତାଙ୍କ ଅର୍ଡରକୁ ତମେ ସାଙ୍ଗେ ସାଙ୍ଗେ ବିଲିଂ କର। ଆଉ ସବୁବେଳେ ମୁଁ ଫୋନ କରି 2 ଜଣଙ୍କୁ କୁହେ, ମିତାକୁ ଆଉ ପ୍ରୋଗ୍ରାମ ଅପାଙ୍କୁ ମୁଁ ସବୁବେଳେ କୁହେ। ମେନ୍ କଥା ହେଲା, ଆରେ ତମର ଯଦି କେତେବେଳେ କହିହବନି, ତମର କେତେବେଳେ 5,000 ବି ଲାଗିଯିବ, କେତେବେଳେ ମାନେ ତମେ 10,000 ସ୍ଲାବ ଲାଗିଯିବ। ଏଇଟା ମୁଁ ସେଥିପାଇଁ ସବୁବେଳେ କୁହେ। ମେନ୍ କଥା ହେଲା, ଆଜି ଗୁରୁଜୀ ଯୋଉ କହିଲେ, ଯୋଉମାନେ ଧର କମ କିଣିଛନ୍ତି, ତାଙ୍କ ଧର ଜଏନ କରିଦେଲେ, ସିଏ ଧର ଆମେ ତାଙ୍କୁ 2,000 ଟଙ୍କାରେ କିଣେଇ ଦେଲେ, ଯଦି ସେ ଅଧିକା କିଣିବାକୁ ଚାହୁଁଛନ୍ତି
ଆମେ ତାଙ୍କୁ ଫଲୋ ଅପ୍ କରିବା ଦରକାର। ଧର ଯେମିତି ଆମର ଖୋର୍ଦ୍ଧାର ଗୋଟେ ଟିମ୍, ସିଏ ତାର କହିଲା ମୁଁ 2,000 ଟଙ୍କା କିଣିଲି, ଏବେ ମତେ ଫୋନ କରିକି ଯେତେବେଳେ କହିଲା ନାଇଁ ମୋର ଅମୁକ ଜିନିଷ ସରିଗଲାଣି, ମୁଁ କହିଲି ତାହେଲେ ତମେ 1,500 ବିବି କର, ଯଦି ଅଧିକା ହଉଛି 2,500 ବିବି କର, ନହେଲେ 5,000 ବିବି କର, ଆମ ବାଗିଆ ଡାଇମଣ୍ଡ କ୍ଲବ କର। ଡାଇମଣ୍ଡ କ୍ଲବ କଲେ କଣ ବେନିଫିଟ ମୁଁ ତାଙ୍କୁ କାଲି ବୁଝେଇଲି, କାଲି 2 ଥର ତାକୁ କଲ୍ କଲି, ଆଉ ସବୁ ବୁଝେଇଲି। ମୁଁ କହିଲି ଯଦି ତମର ଅର୍ଡର ଆସୁଛି, ଅର୍ଡରଟାକୁ କେବେ ବ୍ୟାକ୍ କରିକି ରଖ ନା, ତାକୁ ଆଗେଇବାକୁ ଦିଅ। ତମେ ମୁଁ ତାଙ୍କୁ ଏଇସବୁ ବୁଝେଇଲି। ତାପରେ ଗୁରୁକୁଳରେ ଯୋଉ ଆଲୋଚନା ହେଲା, ଆମେ ଯଦି ନିଜେ 100% ପ୍ରଡକ୍ଟ ୟୁଜ ନ କରିବା, ଲୋକଙ୍କୁ କଣ କହିବା? ଏମିତିରେ 100% ୟୁଜ, ଧର 5,000 ଟଙ୍କା ଯୋଉ ଆମେ କରୁଛୁ, ଘରେ ତ କୁଆଡେ ଖର୍ଚ୍ଚ ହେଇଯାଉଛି, ମୋର ପୁଣି ସରିଯାଉଛି, ମୁଁ ସେୟାର କରିବା ଯାକେ ଗଲା ବେଳକୁ ବି ସରିଯାଉଛି। ମେନ୍ କଥା ହେଲା, କିନ୍ତୁ ସିଏ କହୁଛନ୍ତି ଯଦି ତମର ଧର ଅଥେଞ୍ଜାର ଏଇଥାକ ଆସିଛି ଜ୍ୟାକେଟ ହେରିକା ଯଦି ଲୋକଙ୍କୁ ନେଇ ସେଠି ସୋରୁମ ରେ ଦେଖେଇଲ, ଯଦି ଅନଲାଇନ ବି ନ କଲ, ତାଙ୍କୁ ଟିକେ ପରିଶ୍ରମ କରି ନେଇକି ଗଲ ଦେଖେଇଲ, ତାଙ୍କର ଯଦି ମାନେ ଚଏସ ହେଲା, ସେମାନେ କିଣିଲେ, ତମର ବିବି ବଢିଲା କି ନାହିଁ? ବିବି ବଢିଲା ବୋଲି ତମେ କହିବ ନାଇଁ ମୋର ତ ବିବି ବଢିଲା, ଆଉ ମୋର ଥାଉ ଏଇଟା ଆରଥରକୁ ପକେଇଦେବି। ଏଇଟା ଭୁଲ, ରଙ୍ଗ ଡିସିସନ। ଏଇଟା ମୁଁ ଶିଖିଲି। ଆଉ ତାପରେ ଘରେ ଆମେ RCM ର ସବୁ ପ୍ରଡକ୍ଟ ମାନେ ଡିସପ୍ଲେ କରି ରଖିବାଟାକୁ ସେ କହିଲେ। ଯୋଉ ଲୋକ ଆସିବ ଗେଷ୍ଟ ଆମ ଘରକୁ, ସିଏ ଆଗ ଅନେଇବ, ଆରେ ଏଇଟା କଣ? ମୁଁ କହିବି ନାଇଁ, ଇଏ ହଉଛି RCM ର ପ୍ରଡକ୍ଟ, ଆମେ RCM ରେ ଏମିତି ଅଛି, ମେମ୍ବର ମୁଁ ଅଛି, ୟାର ଏୟା ଫାଇଦା, ତାଙ୍କୁ ବୁଝେଇକି କହିବି। ସେୟା କହୁଛନ୍ତି ଗୁରୁକୁଲରେ, ଖାନା ପିନା ଆଉ ସୋନା, ଯାହାର ସବୁ ଜିନିଷ RCM ଥିବ, ତାର ଆଉ କିଛି ନାହିଁ, ତାର ପିବି ହବ ହିଁ ହବ, ଗ୍ରୋଥ ହବ ହିଁ ହବ। ଜୟ ଆସି ओके जय अरसिम, बहुत बढ़िया। एक्चुअली आदरणीय ସାର୍ ବି ବହୁତ ସାରା କଥା ବି ଡିସ୍କସନ କଲେ, ଅପା ବି ବହୁତ ସାରା ଲେଖିଛନ୍ତି, ବହୁତ ବଢିଆ କଥା। ବସ୍ ସାର୍ ବି ଡିସ୍କସନରେ ଭାଗ ନେଇଥିଲେ। ତ ଆମକୁ ରେଗୁଲାର ପରଚେଜ କରିବା ନିହାତି ଜରୁରୀ। ମିନତି ମ୍ୟାଡାମ କଣ ଆଜି ଶିଖିଲେ? କୁହନ୍ତୁ ମିନତି ମ୍ୟାଡାମ। ହଁ କୁହନ୍ତୁ, ଏଥର ଆପଣ କହିପାରିବେ। ଅନମ୍ୟୁଟ, ହଁ କୁହନ୍ତୁ, କହିପାରିବେ, କୁହନ୍ତୁ। ଜୟ ଆସି ସାର୍ ଜୟ- ନମସ୍କାର। ହୁଁ। ଆଜି ଆପଣଙ୍କ କ୍ୟାମେରା ଅପା ବନ୍ଦ ଅଛି। ଯାହା କହିଲେ ଠିକ ଯେ, କିନ୍ତୁ ମୋର ଟିକେ ଲେଟ୍ ହେଇଯାଏ। ଏଥରକ ମୁଁ ଠିକ ଟାଇମରେ ସବୁ ସଚେତ କରିବି। ମୋର ଟିକେ ଲେଟ୍ ହେଇଯାଏ, ମତେ ମିତାଞ୍ଜଳି ଟିକେ ମନେ ପକାନ୍ତି। ମନେ ପକେଇବା ପରେ ମୁଁ ତ ଝିଅ ଘରକୁ ପଳେଇ ଆସିଛି, ନହେଲେ କାଲି ବିଲିଂ କରିଥାନ୍ତି। ଆଉ ସେ ନୂଆ ଜ୍ୟାକେଟ ହେରିକା ଆସିଛି, ମୁଁ ଆଉ ଜାଣିନି, କିନ୍ତୁ ଯାହା ଜାଣିଗଲି। ଯାଇକିରି ଦେଖିବି, ମୋର ତ ନିଜର ବି ଦରକାର ହଉଛି ନା, ଯାଇକି ଦେଖିବି, ବାହାରୁ କାହିଁକି ନେବି। ଆଉ ତାପରେ ସବୁ ତ ମାନେ କରୁଛି, କାଲି ତ ମିଟିଂରେ ଯାଇଥିଲି, ସବୁ ଶୁଣିଲି, ଭଲ ଲାଗିଲା। ଆଉ ରହୁଛି, ଜୟ ହାସ୍ୟ। ଓକେ, ନମସ୍କାର, ଜୟ ଆର୍ସିଏମ୍। ମନୋଜ ବାବୁ, ଆଜ୍ଞା କୁହନ୍ତୁ, ଅନମ୍ୟୁଟ କରନ୍ତୁ ମନୋଜ ବାବୁ। ସମସ୍ତଙ୍କୁ ମୋର ଜୟ ଆର୍ସିଏମ୍। ଆଚ୍ଛା। ଶୁଭ ସକାଳ। ଆଜ୍ଞା ନିଶ୍ଚିନ୍ତ ତ ମୁଁ ବର୍ତ୍ତମାନ କହିବି, ଆଜି ଗୁରୁକୁଳ ଦେଖିପାରିନି ସମୟ ଟିକେ ଅଭାବ ଯୋଗୁଁ, କିନ୍ତୁ ଆପଣଙ୍କୁ ଶୁଣିବା ଦ୍ୱାରା ଜାଣିପାରିଲି ଯେ ଆଜି କ'ଣ ମିଟିଂରେ ହେଇଛି। କିନ୍ତୁ ସବୁଠୁ ବଡ଼ ଜିନିଷ ହେଉଛି ବିଲିଂ। କାଲି ମୁଁ ଗୋଟେ ଡିସପ୍ଲେ ୱାଲ୍ ଖୋଲିଛୁ, ଆମର ମହାନ୍ତି ବାବୁ ଖୋଲିକି ଯାଇଥିଲେ। କାଲି ଆଜ୍ଞା ଆମେ ଜିନିଷ ଆଣିଲୁ, 2-4 ଜଣ ଜିନିଷ ନେଲେ। ଆମେ ଯୋଉ ବି 2 ଟଙ୍କା ନେଲେ କି 5 ଟଙ୍କା 10 ଟଙ୍କା, ଆମେ ସାଙ୍ଗେ ସାଙ୍ଗେ ତାଙ୍କୁ ଆଇଡିରେ ବିଲିଂ କରିଦେଲୁ। ସେ ଏକଦମ ଖୁସି, ତାଙ୍କ ହ୍ୱାଟ୍ସଆପକୁ ପଠେଇଦେଲୁ, ସେ ଏକଦମ ଖୁସି ହେଇଗଲେ। ମୁଁ ବି ତାଙ୍କୁ ବତେଇଲି, ମୁଁ କହିଲି ଭାଇ ଦେଖ, ଯିଏ ଗୋଟେ ଆଇଟମ ନଉ, ମୁଁ ବି ଏବେ ସେଇ ଆପଣ ଯୋଉ କହିବା ଦ୍ୱାରା ଜଣେ ଗୋଟେ ଆଇଟମ ନଉ, ତାର ଗୋଟେ ଆଇଟମ ଯଦି ତା ଡିସପ୍ଲେ ଆଇଡି ବିଲ୍ ହେଇଗଲା, ସେ ଦେଖୁଛି ଯେ ମୋର 60 ପିବି ହେଲା, କି 20 ପିବି ହେଲା, କି 30 ପିବି ହେଲା, ମୁଁ ଆଉ କେମିତି ପିବିଟା କରିବି, ଏଟା ଗୋଟେ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ, ବର୍ତ୍ତମାନ ଆଜ୍ଞା ମୁଁ ମାର୍କେଟିଂରେ, ମାନେ ଏଇଟା ଗୋଟେ 1ରୁ 5 ଭିତରେ ଆମେ ସମସ୍ତେ କହିବା ଆଗ ପରଚେଜିଂ କରିବା, ଆମର କ'ଣ ସର୍ଟେଜ, ଏଇଟା କରିବା। କଲେ କ'ଣ ହବ, ଆମେ ଲାଷ୍ଟ ବେଳକୁ କେତେରେ ପହଞ୍ଚିବା ଆମେ ବି ଜାଣିପାରିନଥିବା, ଆମ ଲକ୍ଷ୍ୟ ପାର ହେଇଯିବ, ଏଇଟା ନିଶ୍ଚିନ୍ତ ଆଜ୍ଞା। ଆଉ ତୃତୀୟରେ ହେଲା, ଆମେ ବର୍ତ୍ତମାନ ଯୋଉ ଜିନିଷ ଆସୁଛି ନୂଆ ନୂଆ, କାଲି ମୁଁ ଗୋଟେ ଭଲ ଆଣିଛି, ଯୋଉ ମୁଖ ସ୍ୱାଦ, ମାନେ ମୁଖ ସ୍ୱାଦଟେ, ସାଙ୍ଗେ ସାଙ୍ଗେ ସେ କହିଲେ ଭାଇ ଏଇଟା ଗୋଟେ ଆସିଛି ଜିନିଷଟେ, ଆମେ ଆଣିଲୁ 2 ପିସ୍ ଆଣିଲୁ। ଆଜ୍ଞା ଆମେ ପାଇଲୁନୁ ଏ 2 ପିସ୍, 2 ଜଣ ଲୋକ ନେଇଗଲା ଆମର ବାଟରେ। ମାନେ ସେ କହିଲେ ଭାଇ କ'ଣ ଏଟା, ମୁଁ କହିଲି ଏମିତି ଜିନିଷ। ସେ କହିଲେ ଭାଇ ଦେଖି ଆଉ ଭଲ ଜିନିଷ, ମୁଁ କହିଲି ଏଇ ମୁଖ ବାସଟା ଦାଅ।
ସେ କହିଲା ଭାଇ ମତେ ଟିକେ ଦିଅ ମୁଁ ଆଉ 2-4 ଦିନ ମାନେ ଏମିତି କରିକି ଆମେ ତାଙ୍କୁ 3-4ଟା ଆଇଟମ ବିନା ଆଇଡି 3-4ଟା ଆଇଟମ ଦେଇଦେଲୁ। ତେଣୁ ଏ ଜିନିଷ ଆମେ ସବୁ ଜିନିଷ ଆଗେ ୟୁଜ କଲେ ତାର ମେରିଟ ଆମେ ତାଙ୍କୁ ବତେଇ ପାରିବା। ଜୟ ଆସିଏମ୍ ସାର୍। ଓକେ, ବହୁତ ବଢିଆ ମନୋଯୋଗ। ହାତକୁ ହାତ ବିଲିଂ କରିବା ନିହାତି ଦରକାର। ଆଉ ୟା ଦ୍ୱାରା ଆଚ୍ଛା, ବେଳେ ବେଳେ ଗୋଟେ କଥା ମନୋଜ ବାବୁ ବି ଆରେଞ୍ଜ କଲେ, ସେଟା ବି ନିହାତି ଇମ୍ପୋର୍ଟାଣ୍ଟ କଥା ଗୋଟେ, ଯେ ଆମେ ମାସର ଶେଷ ବେଳକୁ ଯୋଉ ବିଲିଂ କରୁଛେ, ସ୍ଲାବ ଲଗାଉଛେ, ସେଥିରେ କଣ ହୁଏ, ମୁଁ ବି ପ୍ରାକ୍ଟିକାଲି ବି ଦେଖିଛି, ବେଳେ ବେଳେ କଣ ହୁଏ ଲୋକଙ୍କର, ଯେ ମାସ ସାରା ଆମର ଯାହା ବି ପ୍ରଡକ୍ଟ ଯଦି ଆମେ ଆରସିଏମ ରୁ ଆଣୁନେ, ତାହେଲେ ବିନା ପ୍ରଡକ୍ଟରେ ତ ଚଳିପାରିବାନି। କୋଉଠୁ ନା କୋଉଠୁ ସପୋଜ ଆରସିଏମ ରୁ ଆମେ ଲୁଣ କିଣୁନେ, ତ ବାହାରୁ ତ କିଣୁଥିବା। ଆଚ୍ଛା, ମାସ ସାରା ଆମେ ବାହାରୁ କିଣି କିଣି ଚାଲିଥିବା, କିନ୍ତୁ ମାସ ଶେଷରେ ଯୋଉ ବିଲିଂ କରିବା, ତ ସେଇ ପ୍ରଡକ୍ଟ ଗୁଡା ପୁଣି ଆମ ଘରେ ଗଦା ହବ। କିନ୍ତୁ ଆମର 100% ପ୍ରଡକ୍ଟ ୟୁଜ କରିବା ଦ୍ୱାରା ଆମେ ଯାହା ଯାହା ପ୍ରଡକ୍ଟ ଆମର ନିଜର ଘର ଦରକାର ହଉଛି, ଆମେ ତାକୁ ବଢେଇ ବଢେଇ ବି ପରଚେଜ କରିପାରିବା। ଆଉ ବାକି ରହିଲା ଯୋଉ ନୂଆ ପ୍ରଡକ୍ଟ ଲଞ୍ଚ ହଉଛି, ତ ସେ ନୂଆ ପ୍ରଡକ୍ଟ ହିଁ ଆମର ଗ୍ରୋଥ କରିବ। ଯେମିତିକି ମସଲା, ମହାରାଜା ମସଲା, ଏଇ ଯୋଉ ସ୍ୱେଚ୍ଛାର ଶାଗ, ଏଇ ଯୋଉ ଆମର ଏବେ ଯୋଉ ଲଞ୍ଚ ହେଇଛି, ସେଟା ତ ବହୁତ ଟେଷ୍ଟି। ମୁଁ ତ ମୋ ଗାଡିରେ ରଖିଛି ଗୋଟେ ଏଇଠି, ମାନେ ସେଟା ବହୁତ ଭଲ ଟେଷ୍ଟି ଜିନିଷ। ଆଉ ସବୁଠୁ ବଡ ଜିନିଷ ଆଜ୍ଞା, ସେ ପ୍ରଡକ୍ଟରେ ଆପଣ ଦେଖିବେ ଯେ ସେଟା କ୍ୱାଲିଟେଟିଭ ଜିନିଷ। ତାର ଟ୍ରେନିଂ ହଉଥିଲା ଗୁରୁକୁଳରେ, ମୁଁ ଦେଖୁଥିଲି ତାର କ୍ୱାଲିଟେଟିଭ ଜିନିଷ। ହଁ, ଗୋଟେ ଇନଫର୍ମେସନ ମୁଁ ଆପଣଙ୍କୁ ଦବାକୁ ଚାହୁଁଛି, ଯେ ଆଜି ଦିନ ସାରା ଯୋଉ ଭିଲୱାଡାରେ ଯୋଉ ପ୍ରୋଗ୍ରାମ ହବ, ତାର ବି ଟିସି ସାର୍ ବି ଡିକ୍ଲେୟାର କରିଦେଲେ। ତ ତାକୁ ଆଜି ଆମେ ବି ଲୋକଙ୍କୁ ବି ଦେଖେଇ ପାରିବା, ଡାଇରେକ୍ଟ ଟେଲିକାଷ୍ଟ ବି ହବ, ତାକୁ ବି ଦେଖେଇ ପାରିବା। ଓକେ, ଗୌରାଙ୍ଗ ବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଆଜ୍ଞା ନମସ୍କାର ସାର୍। ନମସ୍କାର, ଜୟ ସିଂ। ଜୟ ଶ୍ରୀ। ମୁଁ ତ ଆପଣ ଜାଣିଛନ୍ତି ମୋର ଆରସିଏମ ର ମାନେ ଯେତେ ବି ପ୍ରଡକ୍ଟ ଆଜି ଯାଏ ମୋର ବହୁତ ପସନ୍ଦ। ତାପରେ ଆରସିଏମ ର ଯେତିକି ପ୍ରଡକ୍ଟ ମୁଁ ବ୍ୟବହାର କରୁଛି, ଗୋଟେ ଗୋଟେ ପ୍ରଡକ୍ଟ ଆପଣ ଦେଖନ୍ତୁ, ପେନଗୋ କଥା ମୁଁ ଆପଣଙ୍କୁ ଉଦାହରଣ ଦଉଛି। ଆଜ୍ଞା, ପେନଗୋ ଟା ମୋର ଯେତିକି ମାନେ ବେନିଫିଟ କରିଛି, ମୋର ଘରକୁ ଆଉ ଅଏଣ୍ଟମେଣ୍ଟ କହିଲେ କୌଣସି ମେଡିକାଲରୁ ଅଏଣ୍ଟମେଣ୍ଟ ମୋ ଘରକୁ ଆସୁନି। ତାପରେ ବର୍ତ୍ତମାନ ଏଇ ମାସେ ହବ ସେ ଆମର ପଞ୍ଚତୁଳସୀ ଟା ଆମ ଫ୍ୟାମିଲି ପାଇଁ। ବୋଧେ ନେଟୱାର୍କର କିଛି ଇସ୍ୟୁ ଅଛି ବୋଧେ। ଆପଣ କ୍ୟାମେରା ବି ବନ୍ଦ କରିପାରିବେ। ଗୌରାଙ୍ଗ ବାବୁ, ଆପଣ କ୍ୟାମେରା ବି ବନ୍ଦ କରିଦେଇ ପାରିବେ। ଓକେ, ଠିକ ଅଛି। ଚିତ୍ତ ବାବୁ କୁହନ୍ତୁ। ନମସ୍କାର, ଜୟ ସିଂ ସାର୍। ରାନ ସାର୍ ନମସ୍କାର। ଆଜିର ଯୋଉ ପ୍ରୋଗ୍ରାମ ବର୍ତ୍ତମାନ କରାଗଲା, ଯୋଉ ସ୍ୱୟଂ କି ଖରିଦି, ତା ଉପରେ ଯୋଉ ଆଲୋଚନା କରାଗଲା, ପ୍ରଥମ ପଏଣ୍ଟ ତାର ହଉଛି ହାତ ହାତ ବିଲିଂ, ଦ୍ୱିତୀୟରେ 100% ପ୍ରଡକ୍ଟ ୟୁଜ୍, ଥାର୍ଡରେ ହଉଛି ଅନଲାଇନ ଖରିଦ, ଏବଂ ଫୋର୍ଥରେ ହଉଛି ହର ମାହ ଭର୍ତ୍ତି ହୁଇ ଖରିଦ। ପ୍ରତ୍ୟେକ ମାସରେ ଆମେ ଯୋଉ ବଢେଇକିରି ବିଲିଂ କରିବା, ତାପରେ ମୁଁ କେତେଟା ପଏଣ୍ଟ ଆଜି ଲେଖିଛି, 10ଟା ପଏଣ୍ଟ ପାଖାପାଖି ଲେଖିଛି। ମୁଁ ତାର ଗୋଟେ ଆନାଲିସିସ୍ ଯାହା ତାକୁ ଜାଣିବାକୁ ପାଇଲି ବା ଯାହା ଶିଖିଲି, ପ୍ରଥମ ପଏଣ୍ଟ ହଉଛି ସ୍ୱାସ୍ଥ୍ୟ ସେବା ସଂସ୍କାର ଆଉ ସମ୍ବନ୍ଧ, ଦ୍ୱିତୀୟରେ ସ୍ୱାସ୍ଥ୍ୟ ରକ୍ଷା, ଯୋଉଟା କମ୍ପାନୀର ମୂଳ ଉଦ୍ଦେଶ୍ୟ ରହୁଛି ସ୍ୱାସ୍ଥ୍ୟ ରକ୍ଷା, ଦ୍ୱିତୀୟରେ ସ୍ୱାବଲମ୍ବନ ଏବଂ ତୃତୀୟରେ ମହିଳା ସଶକ୍ତିକରଣ। ତାର ହଉଛି ପ୍ରତ୍ୟେକ ପ୍ରଡକ୍ଟର ନଲେଜ ଆମ ପାଖେ ନିହାତି ରହିବା ଦରକାର, ଯୋଉଟା କି ଆମେ ଯେକୌଣସି ଲୋକକୁ ବା ଯେକୌଣସି ଆସୋସିଏଟ ବାର ବା ଆଇଡି ଯୋଉମାନେ ଅଛନ୍ତି, ସେମାନଙ୍କୁ ଆମେ ସେ ବାବଦରେ ବୁଝେଇ ପାରିବା। ଫୋର୍ଥ ହଉଛି କଣ ନା, ୟୁଏଲପି କ୍ୱିକ୍ ର ଯୋଉ ପ୍ରୋଗ୍ରାମ ଆମେ କରୁଛେ, ତାକୁ ଜାଦା ଯେ ଜାଦା ଅଧିକରୁ ଅଧିକ ମାତ୍ରାରେ ତାକୁ ସେୟାର କରିବା। ତାପରେ ଆଉ ଗୋଟେ ଜିନିଷ ହଉଛି 5 ପଏଣ୍ଟ ହଉଛି କଣ ନା, କଲିଂ ଲିଷ୍ଟ ବଢେଇବା। ଆମେ ଯୋଉମାନଙ୍କ ସହିତ କଣ୍ଟାକ୍ଟ କରୁଛେ ବା ଯୋଉମାନଙ୍କ ସହିତ ଆମେ ମୋବାଇଲରେ କଥାବାର୍ତ୍ତା ହଉଛେ, କଲିଂ ଲିଷ୍ଟଟାକୁ ଆମେ ବଢେଇବା। ମୁଁ ପ୍ରତ୍ୟେକ ଦୈନିକ 5ଟା ଲୋକଙ୍କ ସହିତ କଣ୍ଟାକ୍ଟରେ ଥିଲି। ବର୍ତ୍ତମାନ ଆଜି ଗୋଟେ ଜିନିଷ ଶିଖିବାକୁ ପାଇଲି, ବର୍ତ୍ତମାନ ପ୍ରତ୍ୟେକ ଦୈନିକ ଆମେ ଯୋଉ 5ଟା କରୁଛେ ନା, 5ଟା ଜାଗାରେ 7ଟା ହେଇପାରେ, 5ଟା ଜାଗାରେ 10ଟା ହେଇପାରେ। ତେଣୁ ଯେ ଯୋଉ ଲିଷ୍ଟଟା ଆମେ ବଢେଇବା, ଅଟୋମେଟିକ ଆମେ ବଢେଇବା। କୋଉଦିନ 6ଟା ହେଇପାରେ, କୋଉଦିନ 8ଟା ହେଇପାରେ, କୋଉଦିନ 10ଟା ହେଇପାରେ। ସେ ଲିଷ୍ଟଟାକୁ ଆମେ ବଢେଇ ବଢେଇ କଥାବାର୍ତ୍ତା କରିବା। ତାପରେ ଆଉ ଗୋଟେ ଜିନିଷ ହଉଛି ୱେଲକମ୍ ମିଟିଂ। ଯୋଉମାନେ ବି ଜଏନିଂ କରୁଛନ୍ତି ବା ଯୋଉମାନଙ୍କୁ ଆମେ ସାମିଲ କରୁଛେ, ଆସୋସିଏଟ ବାୟର ହିସାବରେ ଆମେ ସାମିଲ କରୁଛେ, ସେମାନଙ୍କ ସହିତ ୱେଲକମ୍ ମିଟିଂ ଆମେ କରିବା।
जोटा आम माने यूएलपी क्विक प्रोग्राम आम कर से जगार ही वेलकम मीटिंग करवा घरे करवा वेलकम मीटिंग जोटा मुझे आज पर्यटन करनी बर्तमान गत काल ठार आरंभ कर चल से जिन प्रोग्राम टाक आउ गोटे जिन हूँ कौन ना ऑनलाइन परचेसिंग जो जगह समस्त किणी पाना से जगह ऑनलाइन परचेस सुविधा भी आम रही से जगह आम कर आउ गोटे जिन हूँ कौन प्रत्येक मसरे खरीदारी बढ़ेगा जो ऑनलाइन परचेसिंग बढ़ी ऑटोमेटिक आसो कौन प्रत्येक मसरे आम जो खरीदारी ऑटोमेटिक बढ़ो एवं ता सहित आमको 100% प्रडक्ट यूज कर गोटे मध्यम भी मिल जो आम 100% प्रडक्ट यूज मध्यम पाइबा से सर कौन हम ना आम बिजनेस ऑटोमेटिक जो ग्रोथ जो अच्छी से ऑटोमेटिक ग्रोथ मध्यम ग्रोथ आड़िकी से गति कर आउ गोटे जिन हूँ कौन मुख्य जिन हूँ कौन ना गुरुकुल प्रोग्राम को जो मैंने जो मैंने न आसुँच सहित बारंबार बारंबार कनेक्ट रहा एवं से बारंबार आम गुरुकुल प्रोग्राम को डाकिबा तेणु या द्वारा हम कौन ना ये जिन आम आपणा ऑटोमेटिक आमर बिजनेस बढ़ी बढ़ी चलो एवं आमर ग्रोथ जो बढ़ी बढ़ी चलो एवं भाइटाल पिन जो अच्छी से भाइटाल पिन ऑटोमेटिक आमर सेटा आमर हैंडल आमर हो द्वारा मुझे निजे फाइनाल कर डिसेम्बर मसरे मुझे ऑलरेडी 20,000 टकर बिजनेस जो अच्छी फास्ट बिगनर पिन टाक मुझे ऑलरेडी हैंडल करी थैंक यू सर ओवर सर बहुत बढ़िया कथा आपण 20,000 नहीं अधिका भी हबो आपनकर यदि यही प्रोसेस रे टीसी सारंकर यही प्रोसेस रे काम करिया अधिका भी हबो बहुत बढ़िया कथा आपण गोटे मन पकई देले मु भी सेटा कहि नथली जे जदि आमे ग्रोथ करबा पई माइंड मेकअप कर देबा मन रे चिंता कर देबा ताले आमे बहुत सारा कथा सिखिबा पई इच्छा हबो उड़ान नो कोर्स करिया पई इच्छा हबो हमको गुड डॉट जो ट्रेनिंग चलची ताकू भी स्पेशल ट्रेनिंग ताकू भी इच्छा हबो तापरे न्यूट्री चार्ज रो भी जो कोर्स होची हमर बीर आ वीरांगना ताकू भी इच्छा हबो स्पेशल प्रोडक्ट ट्रेनिंग आमे हमर जो अभिराम पेंट आसीची ता ऊपर भी शिखिबा पई इच्छा हबो हरित संजीवनी ऊपर भी शिखिबा पई इच्छा हबो तो हमको जदि ग्रोथ करबा पई माइंड मेकअप आपे कर देले मन भीतर चिंताधारा कर देले तला आगु को बढ़िया पई इच्छा हबो ओके थैंक यू बहुत बढ़िया कथा आज सार गोटू शुणा तापरे आमे अन्य मानकटू शुणा सर प्लीज वेलकम थैंक यू नमस्कार समस्त को नमस्कार 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 जय सर आरसीएम जय आरसीएम जय सिंह जय सिंह काली तो हेल्थ कैंप बहुत बढ़िया है आरती मैडम ग्रुप टीम रो तो तेणु से हेल्थ कैंप को आपण मैंने जो मैंने हेल्थ कैंप रे काली आसतिले से माने जेमती का तांको सहित फॉलो अप करवा जहाँ को जहाँ रेकमेंड होइतिबो से माने ताकू माने किनुचंती कि ना ये विषय रे तांको सहित डिस्कशन करवा तापरे पुणी नेक्स्ट टाइम केतेबेले हेल्थ कैंप हो सेति पई फॉलो अप करवा ये सब कंटिन्यूस करंतु ताले आपणकर जो परिश्रम करुछंती हेल्थ कैंप को संगठन करिवारे तार निश्चित भावे लोकंकर उपकार हबो आपण मानकर भी उपकार हबो तो जो माने हेल्थ कैंप रे आसंती से माने भितर अनेक लोक तो तांको भितर गोटे सचेतनता आसे प्रथमे मीटिंग रे तांको गोटे सचेतनता आसे तापरे सेमानंकु फॉलो अप करले तापरे तांकर आस्था आसे विश्वास आसे तापरे सेकेंड टाइम करले से माने आउरी माने तांको इच्छा हुए रेगुलर करिया पई एमदी 3-4 थर हेल्थ कैंप करि सारला परे गोटे जगह रे सेही लोक माननकु नेकरी और तांको द्वारा सेमानकु भी मोटिवेशन करा जाय जे आपण माने मध्ये लोकंकु डाकंतु ताले देखिबे सफलता मिले तो हमरो जो परचेज बढ़ीबा प्रति मास रे हमर जो परचेज बढ़ीबा विषय रे प्राय टीसीजी कहउछंती हमरो ग्रोथ रो आमे सेही गोटे फिक्स्ड रही जाउछे 5,000 पीवी माने 5,000 पीवी 2,500 पीवी माने 2,500 पीवी एटा गोटे हमरो अभ्यास रही जाइछि तेणु निजर अभ्यास को जेमती हेले ताकू भांगिकरी अन्य मानक निज टीम रो समस्त को कहवा दरकार जे ग्रोथ होगा हेले प्रोडक्ट जो आम किणुचे ताडो अधिका अधिका केमिति प्रति मास रे किणी जीवा प्रोडक्ट तो बढ़ी बढ़ी जाउछि ना एते प्रोडक्ट हेलानी आ हमर सेही फिक्स्ड डिग्री रहिले लाभ हो कोन
तो द्वितीय बिलिंग करवाटा हूँ बड़ कथा सांगे सांगे बिलिंग करवा हैंड बिल कर दियंती तापर सी गोटे प्रोब्लेम हुए तेणु बिलिंग गोटे समस्त बड़ कथा आमर दीटा क्षति हुए गोटे हूँ बिलिंग नक हैंड बिल कर दियंती आ गोटे कहते बाकी साकीर जो व्यवस्थाटा बाकी नहीं जावा सी गोटे लेखाई रहे बाकी नेले कौन हैंड बिल लेखा रेणुक प्रोब्लेमटा से हुए हैंड बिल रे लेखाई रही बाकी नहीं गले से पिकअप सेंटर वाला से भावती जे बाकी नहीं गले बिजनेस बढ़ी किंतु सेटा समस्त भूल कथा बाकी देले जे बिजनेस बढ़ी लोके किणी किणी चलिए सेटा भूल कथा तेणुक बाकी दबार नहीं कि बाकी नबार नहीं ये लीडर मानकर भी दायित्व आउ बाकी जदि न नेबे ताले बिलिंग निश्चित भाव 90% हैंड टू हैंड हुए आ बाकी नेले सेटा माने हैंड बिल हुए से प्रोब्लेम आरंभ हुए तो तेणुक यही सब आज तो आपण मैंने समस्ते देखी कार्यकारी केमती कर बड़ कथा जमी चित्तरंजन बाबू बहुत कथा जो कहले से टीम रे से कथा जदि कहे टीम रे बसईकरी ये सब कार्यकारी करेंगे टीम रे ताले बहुत भल हम आईटा डेवलपमेंट हम मनोज बाबूंकर भी बहुत भल कथा सब कहले कौन कौन करुछंती को हिसाब रे करवा दरकार से निजे निजे करुछंती निजे निजे जहाँ करिछन आमे करबा को चेष्टा करूछु सेटा को आमे जदी कहबा ताले एठी कोन आजिका ए जो हमर प्रोग्राम रे दरकार कथा हवा कर दरकार कोन जे गुरुकुल रे आमे देखिलु आउ मनोज गोटे भल कथा कहले मु आज देखि पारलिनी गुरुकुल एठू बहुत शिखिली एटा होची गोटे बहुत बड़ कथा मु आज गुरुकुल देखिनी किंतु आजिरो डिस्कशन रु मु जहाँ बुझीची सेया तेणुक ये जो मैंने देखी न पारती से बसिले बुझीजे और नुआ लोक मैंने बसिले बुझीजे तेणु प्रथम कथा हूँ आम जहाँ जहाँ आम शिखुचे ताकू एठी से ज्ञान को एमती भाव वर्णना करू केमिति निज टीम रे यूज इम्प्लीमेंट करुछंती से विषय कहले अन्य मानक एग्जांपल मिलिबो आउ से आम जदि से कथा को कहबा जे या करिया उचित सेटा करिया उचित अमति करला सेमति करले एमति किछ लाभ नहीं मोर एकु एई बळे भाबरे मो टीम रे यूटिलाइज करिछि जेमनि मनोज बाबू कहउचंदी सेमति का अन्य माने भी आरती मैडम भी कहउचंदी सेमति भाबरे मु एई कथा को एई बळे भाबे इम्प्लीमेंट कली मो टीम रे एई बळे भाबरे मु लोकन को कहली आ से माने एमति किणुचंदी कि कोन करूचंदी से विषय रे जदि आपण माने अनुभूति रु कहिबे माने कौन कि ज्ञानटा को आम अनुभूति केमिति नहींचे एटा वर्णना कले समस्त गोटे एग्जांपल हम थैंक यू ओवर टू सतदेव बहुत बढ़िया कथा सर कहले बहुत सारा कथा जमती बाकी दबानी ये सब तो ठीक अच्छी बहुत बढ़िया कथा कहले और सब बड़ कथा होची जे ग्रोथ आउ गोटे उपाय भी बढ़ी पारिबो जोटा कि सर भी राइज कले जे हेल्थ कैंप करबा द्वारा भी हमर ग्रोथ हेई पारे तो हेल्थ कैंप निहाती दरकार जे प्रत्येक आमे हेल्थ कैंप करबा द्वारा लोकन को तांकर शरीर स्वास्थ्य अवस्था आमे तांको शो भी करि परिबा सेथरे हमर परचेज वॉल्यूम भी जनरेट हबो हां हेल्थ कैंप करिकि से जो पीवी हला ताको आरमास को रखि दवा ये सब करबा नाही तो आमे तांको शेयरिंग करिया ओके बहुत बढ़िया कथा मितांजलि मैडम कोंतु आज्ञा अनम्यूट करू सर नमस्कार चांद सर को नमस्कार सर निजे सब जिनस किनिबा आउ समस्त को बुझेबा हम टीम रे समस्त को बुझौची तो आउ तांको डाकिकरी गुरुकुले बसिबा गुरुकुले बसिले से निजे भी जानिबे आ एई आपन को जो एई हम 7:30 जोटा प्राय देखुचंदी पुणी फोन कले कहउछ ना को हां एमती एमती चलीची आउ जिनिस सर जेते जी परचेस करबो से निजर ग्रोथ ही बढ़िबो आ सर मु तो कौन कहबी हेलिया तो सब जानची आ कहला आ रखुची सर नमस्कार आज्ञा आज्ञा गुरुकुल शाखा गुरुकुल गुरुकुल शाखा गुरुकुल आज्ञा सर मितांजलि मैडम को टीम रे माने कहबा कथा नुह बहुत जन लेडीज अच्छी ना नेबिनी से माने कहउचंदी जे आमे एथि किनिदेलु आ एथि रखिद आर मासे पकेइबु मु मिटा को टोटली मना कर देछि से एमति काम करिबुनु तांको संगे संगे बिलिंग करी
ନାଇଁ ଆପଣ ଭଲ ହେଲା, ଆପଣ ହୁଇପ୍ ଜାରି କରିଦିଅନ୍ତୁ। ବହୁତ ବଢିଆ। ସାହୁ ଭାଇ କୁହନ୍ତୁ, ଅନମ୍ୟୁଟ କରନ୍ତୁ ଭାଇ। ଆଜି ତ ବହୁତ ବଢିଆ ଆଲୋଚନା ହେଲା ଯେ ଗ୍ରୋଥ ହବା ଆମେ ଯେତିକି ପରଚେଜ କରୁଛେ ତା 5,000 ବିଭି ଯେ କରୁଛି 5,000 ବିଭିରୁ ଅଧିକା କରିବା ଦରକାର। ଏଇ ଯୋଉଟା ପ୍ରୋଗ୍ରାମ ହଉଛି ଏଥିରେ ଗ୍ରୋଥ ର ବହୁତ ବଢିଯିବ। ଟିମରେ ଏଇଟା କହିବାର ଅଛି ଯେ 1,000 ଟଙ୍କାର କି 1,000 ବିଭିର କହିବା, ଏଇ ମାସରେ ଯଦି 1,000 ବିଭି କରୁଛ ତାଠାରୁ ଅଧିକା କର। ଅଧିକା କରିବା ଦ୍ୱାରା ତମ ବେନିଫିଟ ଅଧିକା ପାଇବା। କାରଣ ଯଦି 5,000 ବିଭି କ୍ରସ୍ କରୁଛି 2% ରୁ ଯୋଉ ଆମର ଆରମ୍ଭ ହେଇକି 22% ପର୍ଯ୍ୟନ୍ତ ତା ଦ୍ୱାରା ବି ବେନିଫିଟ ପାଇପାରିବା। ତେଣୁ ସମସ୍ତେ 5,000 ବିଭି 5,000 ବିଭିରୁ ଅଧିକା କରିବା ଦରକାର। ଟିମରେ ଏଇଟାକୁ ପ୍ରମୋସନ କରିବା ଦରକାର। ମୁଁ ବି ଆଜି ଯାଉଛି ନେମାଳ, ସେଠି ମଧ୍ୟ ଆଜି ଆମର ହୋମ ମିଟିଂ ଅଛି, ହେଲ୍ଥ କ୍ୟାମ୍ପ ବି ଅଛି, ଏମିତି ସାରିକି ଆସିବି। ତେଣୁ ଆମେ ଆଗକୁ ବଢିବା ପାଇଁ ହେଲେ ଆମ ଗ୍ରୋଥକୁ ବା ପରଚେଜଟାକୁ ବଢେଇବା ଦରକାର, ଆଉ 100% ପ୍ରଡକ୍ଟ ୟୁଜ କରିବା ଦରକାର। ଏଇଟା ହଉଛି ସବୁଠାରୁ ବଢିଆ ଜିନିଷ। ସେ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେବା ଦରକାର, ଆଉ ପ୍ରଡକ୍ଟର ନଲେଜ ବି ନେବା ଦରକାର। ପ୍ରତିଦିନ ତ ନଲେଜ ଦିଆଯାଉଛି, ତାକୁ ଆମେ ଆଗକୁ ଯେତେ ବଢେଇବା ଆଉ ସେଇ ପ୍ରଡକ୍ଟକୁ ଆମେ ଯେମିତି କହିପାରିବା। ଜଣେ କାଲି କହିଲେ ମୋର ଡାଇବେଟିସ୍ ବଢିଯାଇଛି, ବିପି ବଢିଛି, ମୁଁ କହିଲି ବହୁତ ବଢିଆ ଜିନିଷ ଅଛି ଆମର ବ୍ୟବହାର କରିପାରିବା। ଗାମା ଅରିଜିନାଲ ତ ସବୁଠାରୁ ବେଷ୍ଟ ଜିନିଷ। ସରୋଜ ମ୍ୟାଡାମ ବି କଥା ହଉଥିଲେ, ମୁଁ ଟିକେ ସେଥିପାଇଁ କଥା ହଉ ଲେଟ୍ ହେଇଗଲା। ସେ କହିଲେ ବିପି ବଢିବା ପାଇଁ କଣ ଆମେ କରିପାରିବା। ମୁଁ କହିଲି ଆମେ ଗୁରୁକୁଳରେ ବସନ୍ତୁ ନା, ଗୁରୁକୁଳରେ ବସିଲେ ଆଜି କହୁଥିଲେ ମୁଁ ଏଣ୍ଟ୍ରି କରିବି କିନ୍ତୁ ଆଉ କାହିଁ ଏଣ୍ଟ୍ରି କରିପାରିଲେନି। ତେଣୁ ମୁଁ କହିଲି ସରୋଜ କୁଆଡେ ଯାଉଛନ୍ତି, ତାକୁ ତ ଆମେ ବସେଇ ପାରୁନେ, ଆପଣ ତାକୁ କୁହନ୍ତୁ ବସିବା ପାଇଁ। ବସିଲେ ହିଁ ଶିଖିବା, ଯଦି ନ ଶିଖିବା ତ କଣ ହବ। ଓଭର ଟୁ ସତ୍ୟଜିତ ବାବୁ। ବହୁତ ବଢିଆ। ଆକ୍ଚୁଆଲି ଭାଇ ସାର୍ଙ୍କ କହିବା କଥା, ଚାନ୍ଦ ସାର୍ଙ୍କ କହିବା କଥା ଯେ ଆମେ ଯୋଉ ୱର୍ଡିଂ କରୁଛେ ନା, ଦରକାର ଦରକାର ନ କହିକି ମୁଁ ଏଇଟା କରୁଛି ବା କରିବି, ସେଟା ଆଜ୍ଞା ଆଜ୍ଞା, ବେଟର ହବ। ଓକେ, ଠିକ ଠିକ। ବହୁତ ବଢିଆ କଥା। ତନ୍ମୟ ବାବୁ ୱେଲକମ୍। ଆଜି ଫାର୍ଷ୍ଟ ଟାଇମ କହିବେ ତନ୍ମୟ ବାବୁ। ଚିତ୍ତ ବି ବହୁତ ଜୋରେ ତାଳି ମାରି ସାରିଲେଣି। ଅନମ୍ୟୁଟ କରନ୍ତୁ ଆଜ୍ଞା। ନମସ୍କାର ସମସ୍ତଙ୍କୁ। ନମସ୍କାର। ଜୟ ଶ୍ରୀ ଆକ୍ଚୁଆଲି ଆମ ଏ ସକାଳ ଟାଇମ ଟା କ୍ୟାମେରା ଅନ୍ ମାନେ କରନ୍ତୁ। ପୁରା କାମ ପ୍ୟାକ୍ ହୁଏ, ତ ସେଥିପାଇଁ ଟିକେ ନାକୁ ତଥାପି ଚାନ୍ଦ ବାବୁ ଫୋନ କରିଥିଲେ ଯେ କହିଲେ କିଛି ନହେଲେ ଯଦି ଗୁରୁକୁଳ ନଉଛି ତ ଏକୁ ଆଟେଣ୍ଡ କର। ତ ଏଇ କାମ ବି ଚାଲିଛି, ତା ଭିତରେ ମୁଁ ଆଟେଣ୍ଡ ଚାଲିଛି। ହଁ, ଆଉ ଆଜି ବହୁତ ଟପିକ ଜିନିଷ ଉପରେ ଯୋଉଟା କି କୁହନ୍ତୁ ଆଜ୍ଞା। ହେଲା ଯେ ଆମର ଯେ ଯୋଉ ସାରା ଆମେ କହିଲେ ଗ୍ୟାସ୍ କଥା କହିଲେ, ତ ସେଥିରେ ଯୋଉଟା କି ତ ଆମେ ଦେଖିଥିଲୁ, ଫଟୋ ଦେଖିଥିଲୁ, ଏବଂ ସେଥିରେ ବର୍ତ୍ତମାନ ଯୋଉ ଡିସ୍କସନ ହେଲା ତ ଆଜିର ଗୁରୁକୁଲ ସାରାଂଶ ମିଳିଗଲା। ଆକ୍ଚୁଆଲି ବି ସେଇଟା ବି ଗୋଟେ ଭଲ ଜିନିଷ ଯେ ଆମେ ଟୋଟାଲି ଶିକ୍ଷା ଏବଂ ସମାରୀ ହେଲେ ସେ ସବୁଠୁ ବେଷ୍ଟ। ସେମାନେ ସେତିକି, କାରଣ ସମସ୍ତେ ଏକ୍ସପିରିଏନ୍ସ କରି କରି ଆସିଥିବେ, ତ ସମାରୀରୁ ତ ବହୁତ ଜିନିଷ ଶିଖିବାକୁ ମିଳିଲା। ଆଉ ଯୋଉ ଅନୁସାରେ ଆମର ମନୋଜ ବି ବହୁତ ଜିନିଷ କହିଲେ, ଯୋଉଥିରେ ମାନେ ତାଙ୍କର ନୂଆ ଜିନିଷ ତାକୁ ବି କେମିତି ପ୍ରମୋଟ କରିଛନ୍ତି, ଏବଂ ଏକ୍ସପିରିଏନ୍ସ କିଛି। ଆଉ ଚିତ୍ତାଙ୍କର ବି ସେ ଭଲ 8-10ଟା ପଏଣ୍ଟ ପୁରା କହିଲେ, ତ ଯୋଉଟା କି ମାନେ ସେ ନୋଟ ବି କରିଛନ୍ତି। ତ ସେଥିରେ ବି ପୁରା ଯୋଉଟା ଘଣ୍ଟେ 1.5 ଘଣ୍ଟାର ଡିସ୍କସନ ଆମେ ଅଧଘଣ୍ଟାରେ ଆକ୍ଚୁଆଲି କଭର ଅପ୍ ହେଇପାରିଲା। ତ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ଏଇ ପ୍ରୋଗ୍ରାମକୁ ସକାଳ ଟାଇମ ଟା ଟିକେ ଇଏ ରହୁଛି, ତଥାପି ତାକୁ ହେଇକି ଚାଲିଛି। ତ ଗ୍ରୋଥ ତ ଅଛି, ତ ସେ ଅନୁସାରେ ଗ୍ରୋଥ ସମସ୍ତେ ଆମର ଯେମିତି କହିଲେ ଯେ ଡେଲି ହଉ କିମ୍ବା ମନ୍ଥଲି ହଉ, ତ ପରଚେଜ ଗ୍ରୋଥ, ଟିମ ର ଗ୍ରୋଥ, ତ ସେ ଉପରେ ମିଶିକି ତାକୁ ଷ୍ଟ୍ରାଟେଜି ପ୍ଲାନିଂ ନେଇକି କାମ କରିବା। ଓକେ, ରହୁଛି। ଜୟ ଶ୍ରୀ, ଥ୍ୟାଙ୍କ ୟୁ। ବହୁତ ବଢିଆ। ନାଇଁ ଆକ୍ଚୁଆଲି ସବୁବେଳେ ନା, ଆଦରଣୀୟ କଦମ ସିଂ ରାଠି ସାର୍ ସବୁବେଳେ କୁହନ୍ତି ଯେ ଆରସିଏମ ରେ ଜଏନ କରିବାରେ ଗୋଟେ ଦିଟା ଫାଇଦା ନାହିଁ, ହଜାର ହଜାର ଫାଇଦା ଅଛି। ତ ତା ଭିତରେ ବି ବହୁତ ସାରା ଫାଇଦା ଅଛି। ଇ ଟାଇମ ମ୍ୟାନେଜମେଣ୍ଟ ବି ଶିଖଉଛି, ଆମେ କେତେବେଳେ କଣ କରିବା, ଏସବୁ କରିବା। ତ କୋଉଦିନ କୁଆଡେ କୁଆଡେ ଯଦି ପ୍ଲାନିଂ ଅଛି ମିଟିଂ କରିବା ପାଇଁ, ଆମେ ସେଦିନ ହେଲ୍ଥ କ୍ୟାମ୍ପ ବି ଥିଲା। ତ ମତେ ମୁଁ ନର୍ମାଲି ଏମିତି ଉଠିବା ମୋର ହେଇଯାଏ 5:30 ହେଇଯାଏ, କିନ୍ତୁ ସେଦିନ 5ଟା ରାତିରୁ ଉଠିକିରି କାମ କରିବା, ଏସବୁ କରିବା, ତାକି ସବୁ ଆମକୁ କରିବାକୁ ଅଛି। ତ ଆମେ ଯଦି କରିବା ତାହେଲେ ଆମେ ସକ୍ସେସ୍ ବି ହେଇପାରିବା। ଓକେ, ବହୁତ ବଢିଆ। ଆ, ନମିତା ମ୍ୟାଡାମ ଆଜ୍ଞା। ସାର୍ ନମସ୍କାର। ଆଜ୍ଞା।
ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର। ଆଜ୍ଞା ଆଜ୍ଞା ଆଉ ମୁଁ ଆଜି ଗୁରୁକୁଳ ଖୋଲିଲା ବେଳକୁ ମୋର କଣ ହେଲା, ଡିଷ୍ଟର୍ବାନ୍ସ ଟିକେ ହେଲା, ଯୋଉ ତାର ମାନେ ପୁଣି ବନ୍ଦ କରି ପୁଣି ଖୋଲିଲି। କେତେ ସମୟ ପରେ ଆପଣଙ୍କର ଇଏଟା ଆସିଲା। ଏଇ ଗୁରୁକୁଳ ଶାଖାଟା ମୋର ଭଲ ଭାବେ ମୁଁ ଦେଖିପାରିଲି, ନହେଲେ ମୋର ଜମା ଚାର୍ଜ ନଥିଲା, ଏବେ ବସୁଛି। ଆଉ ଏମିତି ଟିକେ ଆମର ଅସୁବିଧା ଟିକେ ହେଇଯାଇଛି ଏଇଠି। ଜଣେ ଚାଲିଗଲେ ଆମର, ଯଦି କୁଟୁମ୍ବରେ ଆଜି ସକାଳୁ ଚାଲିଗଲେ ଆମର କୁଟୁମ୍ବରେ, ସେଇଠୁ ଆମର ସବୁ ମାନିବାକୁ ପଡିବ ବର୍ତ୍ତମାନ। ସେ ମୁଁ ଯାହା ଶୁଣିଲି, ଆପଣ ମାନେ ଯୋଉ କଥାବାର୍ତ୍ତା ହଉଛନ୍ତି ସେତିକିରେ ଶୁଣିଲି ଯେ ଯେମିତି ହେଲେ ତ ମାନେ ଆମର ସବୁଦିନ କିଛି ନା କିଛି ଜିନିଷ କିଣିବା ଦରକାର। କିଣିଲେ ଆମେ ଜାଣିବୁ ଲାଷ୍ଟ ମୋମେଣ୍ଟରେ କେତେ ଆମର ଗ୍ରୋଥ ହଉଛି ଆଉ କେତିକି ଆମେ ପରଚେସ୍ କରୁଛୁ, ସେଇ ହିସାବରେ ଆମେ କିଣିବା ଦରକାର। କିନ୍ତୁ ହେଇପାରୁନି ସେ ଜିନିଷଟା, ଆସ୍ତେ ଆସ୍ତେ ହେଇଯିବ। ଆଉ ବିଲ୍ଡିଂ ଟା ଅପା କରୁଛନ୍ତି, ଆମର ମିତାଞ୍ଜଳି ମ୍ୟାଡାମ କରୁଛନ୍ତି, କିନ୍ତୁ ସବୁ ବିଲ୍ଡିଂ ର ମୁଁ କହେ ଅପା ତମେ କଣ କର, ଇଏ କରିଦିଅ, ମାନେ ସବୁଦିନେ ଗୋଟିଏ ଜିନିଷ ହେଲେ ବି ତାକୁ ବିଲିଂ କରି ପଠେଇ ଦିଅ, ମନେ ରହିବ। ଯାହା ଦ୍ଵାରା ଆମର କିଛି ବେଳେ ବେଳେ କିଛି ମନେ ରହୁନି, କିଏ କେତେ ନଉଛି କଣ କରୁଛି। ସେ ଜିନିଷ ଟା ମୁଁ ତାଙ୍କୁ ସବୁବେଳେ କହେ, ଗୋଟିଏ ଜିନିଷ ହେଲେ ବି କରିଦିଅ। ଆଉ ଏଇଭଳିଆ ଆଉ କଣ କହିବି ସାର୍। ନାଇଁ ଆଉ କଣ ଆଉ ତ କହିବି? ଏତେ ଦିନ ଅଛି, ଦେଖାଯାଉ ଆମର କେତେ ହଉଛି ବି କଣ କରିବୁ, ମିଶେଇ ଯାହା ଆଗକୁ ବଢେଇବୁ ଆଉ। ଆଜ୍ଞା ଆଜ୍ଞା ଏବେ ଟିମକୁ କେବଳ ଫଲୋ ଅପ୍ କରିବାର ସମୟ ଆସିଛି। ଆଜ୍ଞା ଆଜ୍ଞା ଆଜ୍ଞା। ପ୍ରବୀଣା ମ୍ୟାଡାମ କୁହନ୍ତୁ। ଆଜ୍ଞା ଅନମ୍ୟୁଟ କରନ୍ତୁ ମ୍ୟାଡାମ। ମ୍ୟାଡାମଙ୍କର ଅନମ୍ୟୁଟ କାହିଁ ହେଇପାରୁନି? ଆଉ ଜଣେ ସାଥୀ ଅଛନ୍ତି, ତାଙ୍କର କାହିଁକି ନାଁ ଲେଖା ହେଇନି, ତ ଆପଣ ବି ଅନମ୍ୟୁଟ କରିପାରିବେ। ଓକେ, ବହୁତ ବଢିଆ କଥା। ଯେ ଆଜିର ଗୁରୁକୁଳର ଆଲୋଚନା ଆଉ ଆମେ ଗୁରୁକୁଳ ଶାଖାର ଆଲୋଚନା ବି ବହୁତ ବଢିଆ ରହିଲା। ଆ, ତା ଦ୍ୱାରା ଆମେ ଆଗକୁ ବଢିପାରିବା, ନିଜକୁ ଗ୍ରୋଥ କରିପାରିବା। ସେଥିଲାଗି ବର୍ତ୍ତମାନ ଯେହେତୁ ଆଉ 8 ଦିନ ମାତ୍ର ଅଛି ଏ ମାସର କ୍ଲୋଜିଂ, ତ ଟିମକୁ ଯଦି ଫଲୋଅପ୍ କରିନେ ତ ଟିମକୁ ଆମେ ଫଲୋଅପ୍ କରିବା ନିହାତି ଦରକାର। ଆଉ ବାକି 28 ତାରିଖ ଯୋଉ ଅଛି ଆମର ଶ୍ରୀଚାନ୍ଦ ଅତ୍ରି ସାର୍ଙ୍କର ଯୋଉ ସେମିନାର ଅଛି, ତ ସେ ସେମିନାରରେ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍କୁ ଆଣିଲେ ପଜିଟିଭ ଭାଇବ୍ରେସନ ଟିମ୍ରେ ବି ତିଆରି ହେଇଯାଇ ପାରିବ। ଯାହା ଆମେ ଚାହୁଁଛେ ସେୟା ହେଇପାରିବ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଆପଣଙ୍କର ଦିନଟି ଶୁଭରେ କଟୁ, ଖୁସିରେ ରୁହନ୍ତୁ। ନମସ୍କାର, ଜୟ ପରଚେଜ ଆରସିଂ। ଲିଷ୍ଟ ପଠେଇହବ? ପଠେଇଦେବି ଭାଇ। ଆଜ୍ଞା। ଓକେ, ଜୟ ଆରସିଂ, ନମସ୍କାର ସମସ୍ତଙ୍କୁ।